ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଆସନ୍ତୁ ଜାଣିବା ବାସ୍ତୁବିଦ୍ୟା କେତେ ଦୂର ବିଜ୍ଞାନ ସମ୍ମତ ଅଟେ। ଆମେ ଯେତେବେଳେ ଘରଟିଏ ତିଆରି ଆରମ୍ଭ କରୁ ତାର କ'ଣ କ'ଣ ବାସ୍ତୁ ନିୟମ ମାନିବାକୁ ପଡ଼ିଥାଏ ସେ ବିଷୟରେ ଜାଣିବା। ବାସ୍ତୁଶାସ୍ତ୍ର ଅନୁସାରେ ପ୍ରଥମେ ଘରର ପ୍ରଥମ ମାଟି ଖୋଳା କାମ ଜମିର ଉତ୍ତର ପୂର୍ବ ବା ଈଶାନ୍ୟ କୋଣରୁ କରିବା ଉଚିତ, କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ପୂର୍ବ କୋଣ ଏତେ ଉଚ୍ଚ ହୋଇନଥାଏ। ତେଣୁ ସାଧାରଣତଃ ଅନୁଚ୍ଚ କୋଣରୁ ଉଚ୍ଚ ଆଡ଼କୁ ଖୋଳା ଗଲେ ଭୂମିର ସମତା ନିର୍ଦ୍ଧାରଣ କରିବା ସହଜ ହୋଇଥାଏ। ଦ୍ୱିତୀୟରେ, ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଉତ୍ତର ପୂର୍ବ ଦିଗରୁ ଜମି ସାମାନ୍ୟ ନିଚା ରହିବା ଆବଶ୍ୟକ, କାରଣ ପୃଥିବୀ ଉତ୍ତରରୁ ପୂର୍ବକୁ ଗଡ଼ାଣିଆ ହୋଇଥାଏ। ତେଣୁ ଜମିକୁ ସେହି ଦିଗକୁ ଗଡ଼ାଣିଆ କରିବା ଉଚିତ। ତୃତୀୟରେ, ଘର ତିଆରି ହୋଇସାରିବା ପରେ ଉତ୍ତର ପୂର୍ବ ଦିଗରେ ବଡ଼ ବଡ଼ ଗଛ ଲଗାଇବାକୁ ମନା କରାଯାଇଥାଏ, କାରଣ ସକାଳେ ସୂର୍ଯ୍ୟଙ୍କର କିରଣରୁ ଭିଟାମିନ୍ ଡି ଆମକୁ ମିଳିଥାଏ। ଯଦି ପୂର୍ବ ଦିଗରେ ବଡ଼ ଗଛ ରହିବ ତାହେଲେ ସୂର୍ଯ୍ୟ କିରଣ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ତେଣୁ ଉତ୍ତର ପୂର୍ବ ଦିଗରେ ଛୋଟ ଛୋଟ ଗଛ ଲଗାଇବା ଉଚିତ।